ମା ବେଙ୍ଗଲୋରରୁ ଆସିକି ତାର ପୁରା ବାଡିରେ ଏବେ ଭୟଙ୍କର ଚାଷ କରୁଛି। କିସ କରୁଥିଲ? ଏଇପା ତା ଦାଦା ଖୁଡି ସବୁ ଲଗେଇଛନ୍ତି ନା ଫସଲ ତାକୁ ଟିକେ ଦେଖୁଛି ଆଉ। ଓ ଆଚ୍ଛା ଆଚ୍ଛା ମୁଁ ଆଚ୍ଛା। ଯେତେବେଳେ 9-10 ମାସ ହେଲା ଥିଲିନି ନା ଆଉ ଆସିକି ଯେତେବେଳେ ପହଞ୍ଚିଲି କାଲି ରାତିରେ ମୁଁ କହିଲି ଦେଖିବା ବାଡିଆଡେ କଣ କରିଛନ୍ତି ହୁନା ଆଉ ରମା ଆଉ। ଓ ଆଚ୍ଛା ଆଚ୍ଛା ଆଚ୍ଛା। ଓ ଦେଖିବ ତ ଆଉ। ନା ସବୁ ଇଏ କି ଆମର ଗଛ ଲଗା ହେଇଛି? ଏ ଝୁଡଙ୍ଗ ଆଉ ଏଠି ଏଇ ଭେଣ୍ଡି ଆଚ୍ଛା। ଇଏ ବିନ୍ସ ଆଉ ଏଠି ବି ଭେଣ୍ଡି। ଏଇଟା କି ଗଛ ଏଗୁଡା? ଏଟା ଆମର ହଉଛି ଗାଜର। ଗାଜର ଗଛ ଏଇଭଳିଆ? ହଁ। ଇସ୍ ଶଳା। ଆଉ ସେଠି ଉଲକୋବି। ଏଇଟା ଉଲକୋବି? ଆଉ ତାପରେ ଇଏ ହଉଛି ଏଇ ଲଙ୍କା। ଆଚ୍ଛା। ଆଉ ଇଏ ତ ମକା ମକା ମକା। ଗଛ ଆଉ। ମକା ଗଛ ଆଉ ବିଟ ଗଛ ଏଇ। ଆଚ୍ଛା ବିଟ ଗଛ ବି ହେଇଛି? ବିଟ୍ ଏଇଟା ମାଟି ଭିତରେ ହୁଏ ନା? ହଁ ମାଟି ଭିତରେ ହବ ବିଟ ଆଉ ଇଏ ଆମର ଯୋଉ ଖତ ଶାଗ। ଆଚ୍ଛା ଖତ ଶାଗ ମାନେ ମୋଟି ଶାଗ? ନା ଖତ ଶାଗ ଯୋଉ କୁଶିଳା ଶାଗ କହନ୍ତି। ଆଚ୍ଛା କୋଶିଳା ଶାଗ। ଆଉ ଏଟା ତ ଆମର ହଉଛି ନାଲି କୁଶିଳା। ଓ। ଆଉ ଇଏ ବି ଗୋଟେ କୁଶିଳା ଶାଗ ହେଇଥିଲା ଖିଆ ସଇଲାଣି। ହୁଁ। ଆଉ ଇଏ ଆମର ପାଳଙ୍ଗ। ଆଚ୍ଛା। ଆଜି ଯାହା ହେଇଥିଲା ଆଜି ବି ରୋଷେଇ ହେଇଯାଇଛି ପାଳଙ୍ଗ। ଏଇଟା କଣ ଡେଲି ଉଠିବ ଏତ କାଟି ନେଇଯିବ। ଏ ସେଟା ହେଇଯାଇଛି ପୁଣି 10-12 ଦିନ ପରେ ପୁଣି ବରାବର ହେଇଯିବ। ଆଚ୍ଛା ଆଉ ଇଏ କଳମ ଶାଗ। ଏଇ ଆଚ୍ଛା କଳମ ଶାଗ ଏଟା ପାଣି ନହୁଏ? ଦବା ନା ଇଏ ହବ ଆମର ଢିଅର ବି ହବ। ଆଚ୍ଛା ଆଚ୍ଛା ଆଚ୍ଛା। ଇଏ ତ କଲରା ଗଛ। ଆଚ୍ଛା ଯାହା ହଉ ବହୁତ ସାରା କରିଛୁ ଆଉ।